ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଅନେକ ଦିନ ପରେ ମୁଁ ଆଉ ଥରେ ତାଡ଼ନା ବିଷୟକୁ ନେଇକି ମୁଁ ଭିଡ଼ିଓ ଆଣିଅଛି, ଖାସ୍ କରି ଆପଣମାନଙ୍କ ନିମନ୍ତେ। ତେବେ ପ୍ରିୟ ବନ୍ଧୁଗଣ, ତାଡ଼ନା ପ୍ରତ୍ୟେକ ଖ୍ରୀଷ୍ଟିଆନମାନଙ୍କ ଜୀବନରେ ଏକ ସାଧାରଣ ବିଷୟ ଅଟେ। ପ୍ରିୟ ବନ୍ଧୁଗଣ, ଆପଣ ଯେଉଁ ଭିଡ଼ିଓ ଦେଖିଲେ, ଭିଡ଼ିଓ କ୍ଲିପ୍, ଆଉ ଏଠାରେ ଆପଣ ଦେଖିବାକୁ ପାଇଲେ କିଭଳି ଭାବରେ ଗୋଟିଏ ଚର୍ଚ୍ଚକୁ ଭାଙ୍ଗି ଦିଆଗଲା, ନଷ୍ଟ କରି ଦିଆଗଲା। ଆଉ ସେ ଗାଁରେ ଥିବା ବଜରଙ୍ଗ ଦଳ ଏବଂ RSS ଉଭୟ ଆସିକି ଏହି କାମ ସେମାନେ କରିଛନ୍ତି। ଆଉ ସେହି ଗ୍ରାମରେ 8ଟି ପରିବାର ପ୍ରଭୁ ଯୀଶୁଙ୍କର ଉପାସନା କରୁଥିଲେ, ଏମାନେ ଆସିକି ଭାଙ୍ଗିଦେଲେ। ତେବେ ସେଇ ପଏଣ୍ଟକୁ ନେଇକି ଆଜି ମୁଁ ଆଲୋଚନା କରିବି। ତେବେ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ, ବିରୋଧୀମାନେ ସେମାନେ କ'ଣ ଭାବନ୍ତି ନା, ଖ୍ରୀଷ୍ଟିଆନ ବିରୋଧୀମାନେ, ଆମେ ଯଦି ଖ୍ରୀଷ୍ଟିଆନମାନଙ୍କର ଚର୍ଚ୍ଚ ଭାଙ୍ଗିଦେବୁ, ତାଙ୍କ ଘରକୁ ଜଳାଇଦେବୁ କିମ୍ବା ତାକୁ ପିଟିବୁ, ମାରିବୁ, ତେବେ ଆମ ଭାରତବର୍ଷରେ ଖ୍ରୀଷ୍ଟିଆନମାନଙ୍କର ସଂଖ୍ୟା କମିଯିବ। ଆପଣ ଜାଣି ରଖନ୍ତୁ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ସବୁଠାରୁ ବଡ଼ ଭୁଲ ଧାରଣା ଅଟେ। ଖ୍ରୀଷ୍ଟିଆନ ତାଡ଼ନା ହେଲେ ଖ୍ରୀଷ୍ଟିଆନ ସଂଖ୍ୟା କମେ ନାହିଁ, ବରଂ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼େ। ଆପଣ ଦେଖନ୍ତୁ, ବିଗତ ଦିନରୁ ଆଜି ପର୍ଯ୍ୟନ୍ତ କେତେ ଖ୍ରୀଷ୍ଟିଆନ ତାଡ଼ନା ହେଇଛି। ଏ ତାଡ଼ନାରେ କେତେ ଆମର ଖ୍ରୀଷ୍ଟିଆନ ଲୋକମାନେ ନିଜର ଜୀବନକୁ ହରାଇଛନ୍ତି। ଯଦି ଖ୍ରୀଷ୍ଟିଆନ ଲୋକମାନେ ତାଡ଼ନାରେ ମୃତ୍ୟୁବରଣ କଲେ, ତେବେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା କମିଯିବା କଥା, ଜଣେ ମରିଗଲା ମାନେ ସଂଖ୍ୟା କମିଯିବା କଥା। ଟିକେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏଇଟା ଆଶ୍ଚର୍ଯ୍ୟର ବିଷୟ ଅଟେ। ଯେଉଁ ଜାଗାରେ ତାଡ଼ନା ହେଇଛି, ସେ ଜାଗାରେ ବେଶୀ ଲୋକମାନେ ପ୍ରଭୁଙ୍କ ପାଖକୁ ଆସିଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ଏଇଟା ବିଲକୁଲ ସତ୍ୟ ବିଷୟ ଅଟେ। ଯେଉଁ ଜାଗାରେ ତାଡ଼ନା ହେଇଛି, ସେଇ ଜାଗାରେ ଲୋକମାନେ ସେଇ ଜାଗାରେ ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଆସିଛନ୍ତି। ତେଣୁ ତାଡ଼ନା ହେଲେ ଖ୍ରୀଷ୍ଟିଆନ ସଂଖ୍ୟା କମେ ନାହିଁ, ବରଂ ତାଡ଼ନା ହେଲେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼େ। ଆଉ ଗୋଟେ ବିଷୟ ବିରୋଧୀମାନେ ଭାବନ୍ତି, ତାଙ୍କର ଭ୍ରାନ୍ତ ଧାରଣା ଯେ ଆମେ ଯଦି ତାଡ଼ନା କରିବୁ, ତେବେ ଏମାନେ କ'ଣ କରିବେ, ଖ୍ରୀଷ୍ଟ ଧର୍ମକୁ ଛାଡ଼ିଦେବେ, ବା ସେମାନେ ଯେଉଁ ଖ୍ରୀଷ୍ଟିଆନ ହେଇଥିଲେ ପୁଣି ଥରେ ହିନ୍ଦୁ ହେଇଯିବେ। ହଁ, ହିନ୍ଦୁ ହେଉଛନ୍ତି, କିନ୍ତୁ ପ୍ରାୟ ବହୁତ କମ୍ ଲୋକ ଯେଉଁମାନେ ପଶୁକୁ ଫେରି ଯାଉଛନ୍ତି, ସମସ୍ତେ ନୁହନ୍ତି। ଏଇଟା ଏମାନଙ୍କର ଗୋଟେ ଭୁଲ ଧାରଣା। ଆମେ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କରିଦେଲେ ସେମାନେ ପଶୁକୁ ଫେରିଯିବେ। ମୁଁ ସବୁଠାରୁ ଗୋଟେ ବଡ଼ ଉଦାହରଣ ଦେବି। କିଛି ମାସ ତଳେ କୋରାପୁଟର ବନ୍ଧୁ ଗାଁରେ ଏକ ବହୁତ ବଡ଼ ତାଡ଼ନା ହେଲା।
ବନ୍ଧୁ ଗାଁରେ ଆଉ ସେଠି 4ଟି ପରିବାର ସେମାନେ ଯୀଶୁଙ୍କୁ ବିଶ୍ୱାସ କଲେ। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ତାଙ୍କ ପାଖକୁ କୌଣସି ପାଷ୍ଟର ଯାଇନଥିଲେ, କୌଣସି ମିଶନାରୀ ଯାଇନଥିଲେ। ସେମାନେ ୟୁଟ୍ୟୁବରୁ ଯୀଶୁଙ୍କ ବିଷୟ ଦେଖିକି, ଯୀଶୁଙ୍କ ବିଷୟ ଶୁଣିକି ସେମାନେ 4ଟି ପରିବାର ସେମାନେ ଯୀଶୁଙ୍କୁ ଗ୍ରହଣ କଲେ। ଆଉ ଏମିତି ସେମାନେ ବିଶ୍ୱାସରେ ମାନେ ଦୃଢ଼ ହେଇଗଲେ ଯେ ସେମାନେ ବିଲକୁଲ ଯୀଶୁଙ୍କୁ ଛାଡ଼ିଲେ ନାହିଁ। ସେ ଗାଁର ଲୋକମାନେ ଗଲେ, ସେମାନଙ୍କୁ ଧମକେଇଲେ। ସେମାନେ କହିଲେ ନାହିଁ, ଆମେ ପୁଣି ଥରେ ହିନ୍ଦୁ ହେବୁନି। ସେମାନଙ୍କୁ ପିଟିଲେ, ମାରିଲେ। ତଥାପି ସେମାନେ କହିଲେ ନା, ଆମେ ପଛକୁ ଫେରିବୁ ନାହିଁ। ସେମାନେ ଗାଁରୁ ବାହାର କରିଦେଲେ, ସେମାନଙ୍କୁ ଜଙ୍ଗଲରେ ରହିବା ପାଇଁ ବାଧ୍ୟ କଲେ। ତଥାପି ସେମାନେ କହିଲେ ନା, ଆମେ ଯୀଶୁଙ୍କୁ ଛାଡ଼ିବୁ ନାହିଁ। ଆରେ ବାପରେ, ଯୀଶୁଙ୍କ ଠାରେ ଏମିତି ଅଛି କ'ଣ? ବିରୋଧୀମାନେ ସେ କଥାକୁ ଜାଣିବା ପାଇଁ ବିଲକୁଲ ବି ସେମାନେ ଚେଷ୍ଟା କରନ୍ତି ନାହିଁ ଯେ ଯୀଶୁଙ୍କ ପାଖରେ ଏମିତି କେଉଁ ବିଷୟଟା ଅଛି, ଯୀଶୁଙ୍କ ନିକଟରେ ଏମିତି କ'ଣ ଅଛି ଯେ ଲୋକମାନେ ଯୀଶୁଙ୍କୁ ଛାଡ଼ୁନାହାନ୍ତି। ସେମାନେ ଘର ଭାଙ୍ଗିଲେ, ସେମାନଙ୍କୁ ଗାଁରୁ ବାହାର କଲେ, ଜଙ୍ଗଲରେ ରହିଲେ। ଓଡ଼ିଆରେ ଗୋଟେ ଗୀତ ଅଛି, ଯୀଶୁ ନାମେ ଯେ ଭାବ ଅଛି, କେବଳ ବିଶ୍ୱାସୀ ସିନା ଜାଣୁଛି। ତେବେ ଯୀଶୁଙ୍କ ନାମରେ କ'ଣ ଅଛି, କେବଳ ବିଶ୍ୱାସୀ ଜାଣିଛି କ'ଣ ଅଛି। ସମସ୍ତେ ଏଇଟା ଜାଣନ୍ତି ନାହିଁ। ଆଉ କିଛି ଦିନ ପରେ କିଛି ଆମର ପ୍ରଭୁଙ୍କ ଲୋକମାନେ ଗଲେ ସେମାନଙ୍କୁ ଇଣ୍ଟରଭ୍ୟୁ କରିବା ପାଇଁ। ଆଉ ସେମାନଙ୍କୁ ପଚରାଗଲା, ତୁମେ ପୁଣି ଥରେ ହିନ୍ଦୁ ଧର୍ମକୁ ଫେରିବ କି? ଯେତେବେଳେ ପ୍ରଶ୍ନ ପଚାରିଗଲା, ସେମାନେ କହିଲେ ଯଦି ଆମ ଜୀବନ ବି ଚାଲିଯାଏ ତେବେ ବି ଆମେ ପୁଣି ଥରେ ପଛକୁ ଫେରିବୁ ନାହିଁ। ଆମେ ଯୀଶୁଙ୍କୁ ବିଶ୍ୱାସ କରିଛୁ, ମାନେ ଯୀଶୁଙ୍କୁ ଧରିକି ଆମେ ଆଗକୁ ଚାଲିବୁ। ତେବେ ଏଇଟା କେତେ ବଡ଼ କଥା, କେତେ ବଡ଼ ସାକ୍ଷ୍ୟ, କେବଳ ସେ ଗାଁ ନିମନ୍ତେ ନୁହେଁ, ପୁରା ଓଡ଼ିଶାବାସୀ ନିମନ୍ତେ। କାହିଁକି ଓଡ଼ିଶାବାସୀ? କାରଣ ଭିଡ଼ିଓଟି ଓଡ଼ିଆରେ ହିଁ ଥିଲା। ବାହାର ଲୋକମାନେ ପ୍ରାୟତଃ ବୁଝିବେ ନାହିଁ। ସେଥିପାଇଁ ଖାସ୍ କରିକି ସର୍ବପ୍ରଥମେ ପ୍ରାଧାନ୍ୟତା ଆମେ ଦେଉଛୁ ଓଡ଼ିଶା ପାଇଁ। ଆଉ ଓଡ଼ିଶାବାସୀଙ୍କ ପାଇଁ ହେଉଛି ବହୁତ ବଡ଼ ସାକ୍ଷ୍ୟ ଯେ ଦେଖ, ଜଣଙ୍କ ନିମନ୍ତେ ଜଣଙ୍କଠାରେ ଏତେ ତାଡ଼ନା ହେଉଛି, ମାନେ ସେ ଯୀଶୁଙ୍କ ନିମନ୍ତେ ମରିବା ପାଇଁ ବି ରେଡ଼ି, ତଥାପି ସେ ଯୀଶୁଙ୍କୁ ଛାଡ଼ିବ ନାହିଁ। ଆଉ ଅନେକ ବିରୋଧୀ, ମାନେ ଖ୍ରୀଷ୍ଟିଆନ ବିରୋଧୀମାନେ ଏ କଥାକୁ କେମିତି ସେମାନେ ଜାଣିବେ? ସେମାନେ ଏ କଥାକୁ ଜାଣିପାରିବେ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଆଉ ଆଜି ପାଇଁ ଏତିକି। ଆଉ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଯଦି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ସମସ୍ତଙ୍କୁ ନମସ୍କାର। ପୁଣି ଥରେ ଭେଟ ହେବ ଆପଣ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ନମସ୍କାର।